ବ୍ୟାଙ୍କରେ ମିଳିବ ପଞ୍ଚାୟତ ଚେଞ୍ଜ ହବନି ପଇସା ଭଲ ତ 12-13 ଲକ୍ଷ ଟଙ୍କା ଖାଇବି ତମର ଭତ୍ତା ଯେତିକି ଆଇବ ହଁ ତମେ ଦିଅ ହସନି ପିଓ ଆମର ଏ ସାର୍ ଅଛନ୍ତି ପିଓ ଅଛନ୍ତି। ବାରିପଦା ପଞ୍ଚାୟତରୁ ଅନେକଥର ଆମକୁ ଅଭିଯୋଗ ଆସିଥିଲା କି ସେଠି କାର୍ଯ୍ୟ ଠିକରେ ହେଇପାରୁନାହିଁ। ତେଣୁକରି ଆମେ ଏଇଟାକୁ ତଦନ୍ତ କରିଥିଲୁ। ତଦନ୍ତ ସମୟରେ ଜଣାପଡିଥିଲା କି ଏଠି କିଛି ଫାଇନାନ୍ସିଆଲ ମିସଆପ୍ରୋପ୍ରିଏସନ ହବାର ସନ୍ଦେହ ହେଲା। ଏ ସନ୍ଦେହରୁ ଆମେ ବ୍ଲକରେ ଗୋଟେ ଭେରିଫିକେସନ ଟିମ୍ କରିଥିଲୁ। ଆମ ବ୍ଲକ ଆକାଉଣ୍ଟ ଅଫିସର, ଆମର ଏବିଡିଓ ଆଣ୍ଡ ଏସଓ ସମସ୍ତଙ୍କୁ ନେଇକି ଗୋଟେ ଟିମ୍ କରାଯାଇଥିଲା। ସେମାନେ ଯାଇକି ସେଠି ଭେରିଫିକେସନ କରିଥିଲେ। ସବୁ ଆକାଉଣ୍ଟ ଗୁଡା ଭେରିଫିକେସନ ହେଇଥିଲା। ଭେରିଫିକେସନରୁ ଯେତିକି ଡକୁମେଣ୍ଟସ ଆଭେଲେବଲ ଥିଲା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଲା ପାଖାପାଖି 12 ଲକ୍ଷ ଟଙ୍କାର ମିସଆପ୍ରୋପ୍ରିଏସନ କରାଯାଇଛି। ବିଭିନ୍ନ ପ୍ରକାର ଫଣ୍ଡ, ଜିପି ଫଣ୍ଡ, ପିଡିଏସ୍ ଫଣ୍ଡ ଏବଂ ଆମର ଭତ୍ତା ପଇସା ଏବଂ ଅନ୍ୟାନ୍ୟ ଯାହା ବି ଆଭେଲେବଲ ଫଣ୍ଡ ଅଛି। ତା ସହିତ ଆମର ବ୍ୟାଙ୍କ ପାସବୁକ୍ ଏବଂ କ୍ୟାସବୁକ୍ ଗୁଡିକ ଅପଡେଟ ହେଇନଥିଲା। ସେଥିପାଇଁ କି ସନ୍ଦେହ ଅଧିକ ଘନୀଭୂତ ହେଲା, ଯେହେତୁ ଅପଡେଟ କରାଯାଉନି ଏବଂ ହ୍ୟାଣ୍ଡଓଭର କରୁନାହାନ୍ତି। ତ ସେଥିପାଇଁ କି ଆମେ ଏଇଟା ତାକୁ କାରଣ ଦର୍ଶାଅ ନୋଟିସ କରିଥିଲୁ। ଆଉ କାରଣ ଦର୍ଶାଅ ନୋଟିସ ପରେ ତାଙ୍କର ଯୋଉ ଜବାବ ଆସିଥିଲା ତାହା ସନ୍ତୋଷଜନକ ନଥିଲା। ସେଥିପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ଆମେ ରିପୋର୍ଟିଂ କରିଥିଲୁ ଏବଂ ଆମର ରିପୋର୍ଟ ବେସିସରେ ଜିଲ୍ଲାପାଳ ମହୋଦୟ ତାଙ୍କୁ ତୁରନ୍ତ ସସ୍ପେଣ୍ଡ କରିଥିଲେ ଏବଂ ଲୋକାଲ ଆଇଆଇସି କୋର୍ଟରେ ଥାନାରେ ଅଭିଯୋଗ କରିବା ପାଇଁ ଆମକୁ ଜଣାଇଥିଲେ ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆମେ ଲୋକାଲ ସ୍ଥାନୀୟ ଥାନାରେ ରିପୋର୍ଟିଂ କରିଥିଲୁ। 26 ମାର୍ଚ୍ଚରେ ଜିଲ୍ଲାପାଳ ସସ୍ପେଣ୍ଡ କରିଥିଲେ। ଆଉ ସେଇଦିନ ହିଁ ଆମେ ଇମିଡିଏଟଲି ତୁରନ୍ତ ଆଇଆଇସିଙ୍କୁ ରିପୋର୍ଟ ରେଜିଷ୍ଟର କରିଥିଲୁ, କମ୍ପ୍ଲେନ ରେଜିଷ୍ଟର କରିଥିଲୁ। ଆଇଆଇସି ମଧ୍ୟ ସେବେଠାରୁ ତଦନ୍ତ ଆରମ୍ଭ କରିଥିଲେ। ଗତକାଲି ପିଓ ସେତେବେଳେ ଆଭେଲେବୁଲ ନଥିଲେ, ବାହାରେ କୁଆଡେ ପଳେଇଥିଲେ, ଆସିନଥିଲେ ଅଫିସ। ତ ଗତକାଲି ପୋଲିସ ଅଫିସ ଆସିଲେ, ପୋଲିସ ଆସିକି ତାଙ୍କୁ ଆରେଷ୍ଟ